ଏଇଟା ବୋଧେ ଆଜି ହିଁ ବୋଧେ ଶବଦାହ କରାହେଇଛି ନା କେଉଁ ଜଳୁଛି କେହି ନାହାନ୍ତି ବୋଧେ ଆଗରୁ ତ ଏଇଟା ହେଉଛି ସେଇ ଜାଗା ଯୋଉଠି ଆମେ ଜନ୍ମ ହେଇଛେ ସମସ୍ତେ ଆମେ ଏଠିକି ଆସିବା ତ ଶେଷ ନିଶ୍ୱାସ ଆଜି ହିଁ ଏଇଟା ଶବଦାହ କରାହେଇଛି ଏଇଟା କୋକେଇ ହିଁ ହଁ ହଁ ଏଇଥିରେ ହିଁ ତ ଆମେ ଆସିବୁ ଆଉ ଟାଇମ୍ ଆସିଲେ ସମୟ ଆସିଲେ ଆମେ ଏଇଥିରେ ହିଁ ଆସିବୁ ହଁ ଏଇଟା ଛୋଟ ପିଲାଙ୍କର ଶବଦାହ ପାଇଁ ଆଉ ଏଇଟା ଗୋଟେ ଆରେ ଏଇପଟେ ଏଇଭଳିଆ ହେଇଛି କଣ ଦେଖିଲ ସେମିତି ଯାଉଛ କଣ ଗୋଟେ ଝଲକ ଦେଖାଗଲା ମତେ ଏଇଠି ବି ଶବଦାହ କରା ହୁଏ ଦେଖନ୍ତୁ ଏଇଟା ସବୁ ଅଙ୍ଗାର ସବୁ ପଡିଛି ହଁ ଏଇଭଳିଆ ହାଡ଼ ସବୁ ପଡିଛି ଆମ ପାଖରେ ଆମେ ତାହାକୁ ଡିଷ୍ଟର୍ବ କରତେ ଆସିନି ଏଇଗୁଡ଼ା ପୁରା ଦେଖାଯାଉଛି ହାଡ଼ ନମସ୍କାର ଦର୍ଶକ ବନ୍ଧୁ ହର ହର ମହାଦେବ ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହଣ୍ଟେଡ୍ ବ୍ଲଗ୍ରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଠୁ ଷ୍ଟାର୍ଟ କରିବା ତେବେ ଆଜି ଆମେ ଏମିତି ଏକ ଜାଗାକୁ ଯାଉଛୁ ଏଇଟା ଆମର ଫାର୍ଷ୍ଟ ଟାଇମ୍ ଏଇଟା ଫାର୍ଷ୍ଟ ବ୍ଲଗ୍ ହେବ ଶ୍ମଶାନ ଭୂଇଁରେ ତ ସେଇ ଶ୍ମଶାନ ଭୂଇଁ ବିଷୟରେ ମୁଁ 2-3 ପଦ କିଛି କହିବା ପାଇଁ ଚାହିଁବି ତ ଏଇ ଶ୍ମଶାନ ଭୂଇଁରେ ଆମର ଯେଉଁ କରୋନା ଟାଇମ୍ରେ ଶହ ଶହ ଲୋକଙ୍କର ଶବଦାହ କରାହେଇଥିଲା ଏବଂ ତା ସହିତ ଆମର ଯେଉଁ ବାହାନଗା ଟ୍ରେନ୍ ଆକ୍ସିଡେଣ୍ଟରେ କିଛି ଲୋକଙ୍କର ଶବଦାହ ଏଠି କରାହେଇଥିଲା ତ ମେନ୍ କଥା ହେଉଛି ଏଇ ଶ୍ମଶାନ ଭୂଇଁରେ ଲୋକମାନେ କେବଳ ଦିନ ବେଳେ ହିଁ କାର୍ଯ୍ୟକ୍ରମ କରନ୍ତି ଯେମିତି ଶବଦାହ ହେଲା କି ଶବ ସତ୍କାର ହେଲା ସେ ଦିନ ବେଳେ ହିଁ କରନ୍ତି କିନ୍ତୁ ରାତିରେ କରନ୍ତି ନାହିଁ ଆଉ କିଛି ମାସ ପୂର୍ବରୁ ଜଣେ ଜଗୁଆଳି ଜଣେ ସିକ୍ୟୁରିଟି ଗାର୍ଡ ସେଠି ଜଗୁଥିଲେ ରହୁଥିଲେ ରାତିରେ କିନ୍ତୁ ଏବେ ସେ ରହୁନାହାନ୍ତି ତ ତାଙ୍କ ସହିତ କିଛି ନା କିଛି ହେଇଥିବ ସେ କିଛି ଦେଖିଥିବେ କିଛି ଫିଲ୍ କରିଥିବେ ସେଇ ସକାଶେ ସେ ଆଉ ରହୁନାହାନ୍ତି ମାନେ ରାତିରେ ଟୋଟାଲି କେହି ସେଇଠିକି ଯାଆନ୍ତି ନାହିଁ ତ ଆମର ଆଜି ଫାର୍ଷ୍ଟ ବ୍ଲଗ୍ ସେଇଠି ତିଆରି ହେବ ଫାର୍ଷ୍ଟ ଶ୍ମଶାନ ଭୂଇଁର ବ୍ଲଗ୍ ଆମେ ଆଜି ଷ୍ଟାର୍ଟ କରୁଛୁ ତ ଦେଖିବା ଆମ ସହିତ କ'ଣ ହେଉଛି କ'ଣ ନାହିଁ ଆମେ ରିଏଲି ଦେଖିବା ଯାଇକି କି କେଉଁ ଭଳିଆ ଲୋକେସନ୍ ଆଉ କେମିତି ଫିଲ୍ ହେଉଛି ସବୁ ଜିନିଷ ଆମେ ସେୟାର କରିବୁ ବ୍ଲଗ୍ରେ ଆପଣମାନେ ବ୍ଲଗ୍କୁ ଏନ୍ଜୟ କରନ୍ତୁ ଦେଖନ୍ତୁ ତ ଠିକ୍ ଅଛି ଆଉ ଟାଇମ୍ बर्बाद न करके चलतु डायरेक्ट से श्मशान भूमि देखा चलतु आम बर्तमान रास्त अच्छु अल्प बाट पर आम पहुँचे जीव फाइनाली श्मशान भूमि को रास्ता भी पूरा भयंकर है सामने कौन अच्छी सामने कौन अच्छी दर्शक बंधु फाइनाली आम से श्मशान भूमि को पहुँची जाइछु आटा चंदका एरिया रे जाउछि तो मो बैक साइड देखु यहाँ मेन गेट रही बर्तमान टाइम पासवाटा के पासवाटा अच्छी 2025 बर्तमान टाइम देखे दूसरी आपण मानू ओके गूगल टाइम राइट नाउ टाइम देखीदबा 12:59 मैंने गोटे हाँक जाऊँच तो मध्य रात्रि आम आसी पहुँची जाइछु देखा आम भीतर को जावाई ट्राए करूँ देखू कौन कौन अच्छी कौन आम फिल करुँ कौन देखुछु तो आम जोटा देखू जोटा शुणु से आपण मानक जनइबू सेमती मिछ कथा कहीकि आपण को आम अबांतरे आपण को भय देखबानी कि कहारी मनरे गोटे कोकुआ भयर वातावरण सृष्टि करने आम चाहूनु जोटा रियल सेटा लोकलोचन को आसू आपण मैंने देखु तो ठीक अच्छे चलतु भीतर को एवं एंट्री करवा यहाँ अच्छी मेन गेट देखिपुं हर हर महादेव ये कहीं नहांती बोधे आगु तो पशु पशु ही कुकुर किए अच्छा कि देखा
ଏଇଠି ବୋଧେ ରହୁଥିଲେ କିଏ ଅଛନ୍ତି? ଚପଲ ତ ଅଛି, ଚପଲ ତ ଅଛି। ଦେଖିବ ଅଛନ୍ତି, ଥିବେ କି ନାହିଁ କେଜାଣି। ଚପଲ ତ ଅଛି ସେଇଠି। ଏପଟେ ସବୁ ଚପଲ ଗୁଡ଼ା ଥୁଆ ହେଇଛି କାହାର କେଜାଣି। ଆଉ ଏଇଟା ବୋଧେ ଆଜି ହିଁ ବୋଧେ ଶବଦାହ କରାହେଇଛି ନା ଯେଉଁ ଜଳୁଛି। ଆଜି ବୋଧେ ଶବଦାହ କରାହେଇଛି। ଏଇଟା ଦେଖନ୍ତୁ ବହୁତ କୁକୁର ଖାଲି ଭୁକୁଛି ଘରେ। କୁକୁର ଭୁକୁଛି ମୋତେ ଡରେଇ ଯାଉଛି। ତ ଦେଖିଥିବା ବହୁତ ଡର ଲାଗୁଛି। କ'ଣ ପାଇଁ ଏମିତି ଭୁକୁଛି? ତ ଦେଖିଦେବା, ଏପଟେ ଦେଖିଦେବା। ଏଇପଟେ ଦେଖିଦେବା। ଏମିତି ଭୁକୁଛି ମୋତେ ପୁରା ଡରେଇ ଦେଉଛି। ଆଚ୍ଛା ଏପଟେ ଦେଖିଦେବା, ଜଲ୍ଦି ଜଲ୍ଦି ଦେଖିଦେଇକି ପଳେଇବା। ନା ଏପଟେ ଯିବା ନା ଏପଟେ? ଏଇପଟେ ଯିବା। ଆସ। ଷ୍ଟାର୍ଟିଂରୁ ଏବେ ହିଁ କୁକୁର ଭୁକିଲାଣି। କ'ଣ କରିବା କହିଲ? ମଶାଣି ବର୍ଷ କୁକୁର ଭୁକିଲାଣି। ଡର ଲାଗିଲାଣି। ଏପଟେ ପୁରା ଅନ୍ଧାର ହେଇଯାଇଛି ଦେଖନ୍ତୁ। ଏପଟେ ପୁରା ଅନ୍ଧାର। ଆକ୍ଚୁଆଲି ଏଠି ମାନେ ଲୋକମାନେ ଆସିକି ବୋଧେ ବସୁଥିଲେ ନା, କିନ୍ତୁ ଏବେ ଆଉ କେହି ବସୁନାହାନ୍ତି। ଆଉ ଜଗୁଆଳି ବି ଏଠି ନାହିଁ। ତ ଏଠୁ ମାନେ ଜଣାପଡ଼ୁଛି କି ତାଙ୍କ ସହିତ କିଛି ନା କିଛି ଅଘଟଣ ଘଟିଥିବ। ସେ କିଛି ଦେଖିଥିବ, ନହେଲେ କିଛି ସେ ମେହସୁସ କରିଥିବ, ଫିଲ୍ କରିଥିବ। ମୋତେ ଟିକେ ଅଲଗା ପ୍ରକାର ଫିଲ୍ ହେଉଛି। ଆଉ ଆଜି ହିଁ ଶବଦାହ କରାହେଇଛି। ଏଇଟା ଆଜି ହିଁ ବୋଧେ ଶବଦାହ କରାହେଇଛି। ତ ଦେଖେ, ଏଇଟା ଆମର ଫାର୍ଷ୍ଟ ଟାଇମ୍ ମଶାଣି ଏକ୍ସପ୍ଲୋର କରୁଛୁ। ଆଉ ମୁଁ ଦେଖି ଆସିବି, ନହେଲେ ଆଜି କରାହେଇଛି କି ନାହିଁ ଦେଖି ଆସିବି। ଚପଲ ଖୋଲିକି ଯିବି ଆଉ। ଠିକ୍ ଅଛି, ମୁଁ ଯାଇକି ଦେଖୁଛି ମାନେ ଆଜି ଶବଦାହ କରାହେଇଛି କି କେବେ କରାହେଇଛି। ଆଉ ନାଇଁ, ତମେ ଦୂରରୁ ଥାଅ, ମୁଁ ଖାଲି ଯାଇକି, କାହିଁକିନା ତମେ ଚପଲ ପିନ୍ଧିଛ ନା, ତମେ ଯଦି ଖୋଲିବ ହେଲେ ଆସ, ନହେଲେ ନାହିଁ, ତମ ଇଚ୍ଛା। ତମକୁ କ'ଣ ଲାଗୁଛି, ଯିବ କି ନାହିଁ? ଯଦି ଇଚ୍ଛା ହଉନି ତ ଯାଉନି, ମୁଁ ଏପଟେ ଯାଇକି ଦେଖି ଆସିବି ହେଲା। ତ ହର ହର ମହାଦେବ। ତ ଏଇଟା ହେଉଛି ସେଇ ଜାଗା ଯେଉଁଠି ଆମେ ଜନ୍ମ ହେଇଛେ। ସମସ୍ତେ ଆମେ ଏଠିକି ଆସିବା। ତ ଶେଷ ନିଶ୍ୱାସ ଆଜି ହିଁ ଏଇଟା ଶବଦାହ କରାହେଇଛି। ଆଜି ଦିନ ବେଳେ ବୋଧେ କରାହେଇଛି। ଆଉ କ'ଣ କହିବି, ମୁଁ କେବେ ଶ୍ମଶାନ ଭୂମିକୁ ଆସିନି। ଏଇଟା ମୋର ଫାର୍ଷ୍ଟ ଏକ୍ସପିରିଏନ୍ସ। ଆଉ ଏବେ ଚିହ୍ନି ଗଲେ ବୋଧେ ଆମକୁ। ଆଉ ତ ନହେଲେ ଆସ ଏପଟେ ଟିକେ ବୁଲି ଦେଇକି ଯିବା। ହଁ, ତ ଏଇଭଳିଆ କ'ଣ ହେଉଛନ୍ତି। ତ ଆର ଚାରିପାର୍ଶ୍ୱ ଏଇଭଳିଆ ଆମେ ଏକ୍ସପ୍ଲୋର କରୁଛୁ। ଓହୋ, ଏଇଟା କ'ଣ? କୋକେଇ ଯେଉଁ ଶବ ଯେଉଁଥିରେ ଆସନ୍ତି, କୋକେଇଟା। ନାଇଁ, ଏଇଟା ତ ଏଠି ରହିବା କଥା ନୁହଁ। ଏଇଟା କୋକେଇ ହିଁ। ହଁ ହଁ, ଏଇଥିରେ ହିଁ ତ ଆମେ ଆସିବୁ। ଆଉ ଟାଇମ୍ ଆସିଲେ, ସମୟ ଆସିଲେ ଆମେ ଏଇଥିରେ ହିଁ ଆସିବୁ। ତ ଦେଖ, ଆମର
ଯେତେ ବଡ଼ ଘର ହଉ ଯେତେ ବଡ଼ ବଡ଼ ଗାଡ଼ି ଘୋଡ଼ା ସବୁ କିଛି ଥାଉ ତ ଲାଷ୍ଟରେ ଆମେ ଏଇଭଳିଆ ଯେଉଁ କୋକେଇରେ ହିଁ ଆମକୁ ବୁହା ହବ, ଏଇଭଳିଆ କୋକେଇରେ ହିଁ ଆମେ ଆସିବୁ ସ୍ୱର୍ଗଦ୍ୱାରକୁ, ଶବଦାହ ସ୍ଥାନକୁ। ତ ଦେଖନ୍ତୁ ଆଉ ଗର୍ବ କରିକି କ'ଣ ମିଳିବ? କିଛି ଇଏ ନାହିଁ, ଆମେ ଯାହା ଦେଖୁଛୁ ଆପଣଙ୍କୁ ବି ତାହା ହିଁ ଦେଖାଉଛୁ। ତ ଏପଟେ ଦେଖିଦ, ଏଇଟା ଲୁଗା ବି, ଆପଣଙ୍କୁ ବି ସେୟା ହିଁ ଦେଖାଉଛୁ। ଏପଟେ ଲୁଗା ପଡ଼ିଛି। ତ ଏପଟେ ଦେଖେଇ ଦିଅ ଟିକେ, ଏପଟେ ରହିଛି ଏଇଗୁଡ଼ା ବି। ଏଇଗୁଡ଼ା ମୁଁ ଏତେ ପାଖରୁ ଦେଖିଲା ବେଳକୁ ଦେହଟା କ'ଣ ହଁ, ମାନେ ପୁରା ଲୋମ ଟାଙ୍କୁରି ଉଠି ଯାଉଛି। ଏଇଟା ଫାର୍ଷ୍ଟ ଟାଇମ୍ ଆମେ ଏକ୍ସପ୍ଲୋର କରୁଛୁ ନା ଏଇଭଳିଆ ଜାଗା, ଆମେ କେବେ ଯାଇନୁ ଆଉ ଡର ବି ଲାଗୁଛି। ଏଇଟା ସେଇ ଲୁଗା। ତ ଏପଟେ ଦେଖିଦେବା, ଆସ ଏପଟେ କ'ଣ ଅଛି? ହଁ, ଏଇଟା ମହାଦେବଙ୍କର ଫୁଲ। ଏଗୁଡ଼ା କ'ଣ କୁହନ୍ତି? ଅରଖ ଫୁଲ ନା? ହଁ, ସେ ଏପଟେ ଗୋଟେ ପଡ଼ିଛି କ'ଣ ମାଠିଆ ଫଟା ମାଠିଆ। ତ ଏଇଟା ବୋଧେ ଏଠି ମାନେ କ'ଣ ଯେଉଁମାନେ ଶବଦାହ କରନ୍ତି ସେମାନେ ବୋଧେ ଏଠି ବସିବା ପାଇଁ କରାହେଇଛି। ସେମାନେ ବସିକି ସବୁ ଯେତିକି ମାନେ କାର୍ଯ୍ୟକ୍ରମ ଥାଏ ସେଗୁଡ଼ା ସବୁ କରିବା ପାଇଁ ବୋଧେ ଏଠି ବସିଥାନ୍ତି ଆଉ। ତ ଆମେ ବି ଟିକେ ବସିଯିବା ଏଇଭଳିଆ। ଆଉ ଏଇଟା ଛୋଟ, ଏଇଟା କ'ଣ ଛୋଟ ଶବଦାହ କେଉଁଠି? ଏଇଟା ହେଉଛି ଛୋଟ ଶବଦାହ କରିବା ପାଇଁ। ଏଇଟା ବୋଧେ ଛୋଟ ପିଲାଙ୍କର ଶବଦାହ ପାଇଁ ନା କ'ଣ ଏଇଟା? ହଁ, ତ ଏପଟେ ଆସ ଟିକେ ଦେଖିଦେବା। ହଁ, ଏଇଟା ଛୋଟ ପିଲାଙ୍କର ଶବଦାହ ପାଇଁ। ଆଉ ଏଇଟା ଗୋଟେ, ଆରେ ମହାଦେବ, କାହାକୁ ଆମେ ଡିଷ୍ଟର୍ବ କରିବା ପାଇଁ ଆସିନୁ। ଦେଖ, ଯିଏ ବି ଅଛନ୍ତି ଆତ୍ମା ପ୍ରେତାତ୍ମା ଯିଏ ବି ଅଛନ୍ତି, ଆମେ ଆପଣଙ୍କୁ ଡିଷ୍ଟର୍ବାନ୍ସ କରିବା ପାଇଁ ଆମେ ଆସିନାହୁଁ। ଫାର୍ଷ୍ଟ ଆମେ ଏମିତି ଗୋଟେ ଆସିଛୁ ଗୋଟେ ଏକ୍ସପିରିଏନ୍ସ ନେବା ପାଇଁ କି ସତରେ ଆପଣମାନେ ଅଛନ୍ତି କି ନାହିଁ, ଆପଣମାନଙ୍କର ଉପସ୍ଥିତି ଜାଣିବା ପାଇଁ ଆସିଛୁ। ସେମିତି ଆଉ ଅଲଗା ଇଣ୍ଟେନସନ୍ ଆମର କିଛି ନାହିଁ। ତ ଆମ ଦ୍ୱାରା ଯଦି କିଛି ଭୁଲ ହେଉଛି ତ ଆମକୁ ଟିକେ କ୍ଷମା କରିଦେବେ। ଏଇଟା କ'ଣ? ତ୍ରିଷା ଦାସ, ଡେଟ୍ ଅଫ୍ ବାର୍ଥ 5/4/2024, ଡେଟ୍ ଅଫ୍ ଡେଥ୍ 26/4/2025। ଏ ଛୋଟ ପିଲା ହେଇଥିବ ନା? ଆଉ ଦେଖ, 1 ବର୍ଷ। ଆଉ ଏଇଟା ଛୋଟ ପିଲାଙ୍କର ଏଇଟା ସମାଧି। ତ ଯିଏ ବି ତ୍ରିଷା ଦାସ, ଆପଣ ଭଲରେ ରୁହନ୍ତୁ ଆଉ ଆମକୁ ବି ଆଶୀର୍ବାଦ କରନ୍ତୁ, ଆମେ ବି ଭଲରେ ରହିବୁ। ତ ଠିକ୍ ଅଛି, ଏଇ ଲୋକେସନ୍ଟା ଏଇଭଳିଆ। ଏପଟେ ଟିକେ ଦେଖିଦେବା, ଏଇପଟେ ଏଇଭଳିଆ ହେଇଛି। କ'ଣ ଦେଖିଲ? ଚମକି ଯାଉଛ? କ'ଣ ଗୋଟେ ଝଲକ ଦେଖାଗଲା ମୋତେ। କ'ଣ ସେ ଯିବନି? କଣ୍ଟା ଫଣ୍ଟା ଥିବ ନା? କଣ୍ଟା ନାହିଁ, ଏ ଯେଉଁ ଲାଇଟ୍ର ବୋଧେ କିଛି ଝଲକ ମୋତେ ସେଠି ଦେଖାଗଲା। ଏଠି ଟିକେ ଆସୁନା, ଏଠି ଟିକେ ଆସୁନା। ଆରେ 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 ବାବରେ, ଏପଟେ ଟିକେ ଆସ। ଏପଟେ କ'ଣ ମୋତେ ଦେଖାଗଲା ଗୋଟେ ଅଲଗା ଟାଇପ୍ସର। ଛାତି ଟିକେ ଧକ୍ ଧକ୍ ହେଇଗଲା। ସବୁ ତ ଆମେ ଯେଉଁଭଳିଆ ଜାଗାରେ ଏବେ ପଶିଛେ, ତମର ତ ହେଉଛି କି ନାହିଁ? ମୋର ପୁରା ଘଣ୍ଟି ବାଜି ଯାଉଛି। ଏଇପଟେ କ'ଣ ଅଛି? ଏଇପଟେ ଦେଖିଲ, ଏଇପଟେ କ'ଣ ଅଛି? ଏଇଟା ମାନେ ଶ୍ମଶାନର ପାର୍ଟ ନା ଏଇଟା ନୁହଁ? ଶ୍ମଶାନର ପାର୍ଟ ବୋଧେ ଏଇଟା। ଲଟା ହେଇଯାଇଛି, କିଛି ଦେଖାଉନି। ଆଚ୍ଛା, ଏଇ ସାଇଡ଼୍ଟା ଆମେ ଦେଖିଲୁ। ହଁ, ସେପଟେ ଯିବା। ତ ଏଇପଟେ ଦେଇଯିବା ନା ଏଇପଟେ ଦେଇଯିବା? ଆସ, ଏପଟେ ଦେଇ ଦେଖିଦେବା। ହଁ, ଯାଇ ହେବ, ଆସ। ତ ଯାହା ଆମେ ଦେଖୁଛୁ ତାହା ଆପଣମାନଙ୍କୁ ହିଁ ଦେଖାଉଛୁ। ତ ଯିବା ନା ନାହିଁ? ଏଇଠି ଗୋଟେ ଶବଦାହ ପାଇଁ ବୋଧେ କରାହେଇଛି, ଆସିଲ। ଏଠି ବି ଶବଦାହ, ଆଗରୁ ଏଠି ଶବଦାହ କରାହେଇଥିଲା ନା? ହଁ, ଏଇଠି ବି ଶବଦାହ କରାହୁଏ। ଦେଖନ୍ତୁ, ଏଇଟା ସବୁ ଅଙ୍ଗାର ସବୁ ପଡ଼ିଛି। ମୁଣ୍ଡିଆଟେ ମାରିଦେବା। ହର ହର ମହାଦେବ।
ଏଇଟା ଗୋଟେ ଏଇଟା ପୁରୁଣା ଏବେ ବୋଧେ କରୁନାହାନ୍ତି। ହଁ ହଁ ଏଇଭଳିଆ ହାଡ଼ ସବୁ ପଡ଼ିଛି। ଅଛନ୍ତି ଆମ ପାଖରେ ଆମେ କାହାକୁ ଡିଷ୍ଟର୍ବ କରତେ ଆସିନି। ଏଇଗୁଡ଼ା ପୁରା ଦେଖାଯାଉଛି ହାଡ଼। ଟିକେ ଲାଇଟଟା ଉପର ସେଇଟା ତମ ଲାଇଟଟା ଉପର ପୁରା ଦେଖାଯାଉଛି ଦେଖ ଏଇଗୁଡ଼ା। ତ ହର ହର ମହାଦେବ ହର ହର ମହାଦେବ। ଶେଷ ସ୍ଥାନକୁ ଆମେ ଆସି ଯାଇଛୁ, ଯୋଉଟାକି ଲାଇଫର ଶେଷ ସ୍ଥାନ। ହେଲେ ଭାଇ ମୁଁ କେବେ ଏମିତି କେବେ ଆସିନି। ମୁଁ ବି ଆସିନି। ଏଇଟା ମାଟିଆ, ଏଇଟା ନା ଏଇଟା ତ ରିସେଣ୍ଟ ଭଳିଆ ଲାଗୁଛି। ଏଇଠି ବି ବୋଧେ ହୁଏ, ହେଇନି। ଏଇଠି ବି ବୋଧେ ହୁଏ, ସବୁଦା ହଁ, ହୁଏ ଏଇଠି ବି ହୁଏ। ହୁଏ। ଗଛଟା ପୁରା ଅଲଗା ପ୍ରକାର ଦେଖାଯାଉଛି। ତ ଆସ ଏଇପଟେ ଟିକେ ବୁଲିଯିବା। ଏପଟେ ଗଲନି ଆଉ ଏଇଟା ହେଉଛି ପୁଷ୍କରା। ଏଇଠି ସବୁ ଶବଦାହ ପରେ ଏଇଠି ସବୁ ଗାଧେଇକି ସେମାନେ କ'ଣ କୁହନ୍ତି ସେଇଟା, ଏଇଠି ସ୍ନାନ କଲା ପରେ ସେମାନେ ଘରକୁ ଯାଆନ୍ତି। ଏଇଭଳିଆ ରହିଛି ଏଇ ଜାଗା। ଆଉ ଏପଟେ ତ ପୁରା ଭୟଙ୍କର ଜଙ୍ଗଲ ହେଇଛି। ପୁରା ଜଙ୍ଗଲ, କଣ୍ଟା ଜଙ୍ଗଲଟା ଭାଇ, ବାଉଁଶ କଣ୍ଟା। ଏଇଠି କ'ଣ ଗୋଟେ ଖାଲ ଅଛି ନା ପାଣି ପୁରା ଖାଲ ଅଛି, ଦେଖିଦେବା କି? ଯିବା କେମିତି ଗୋଟେ ସ୍ମେଲ୍ ହେଉଛି ମିଳିବ ନାହିଁ ସେପଟେ ଯିବାନି। କ'ଣ ସ୍ମେଲ୍ ଟିକେ ଜଙ୍ଗଲ ଭିତରେ ଯିବାଟା ଆମର ଠିକ୍ ହବନି। ଏଇପଟେ ସବୁ ବାଉଁଶ ଗଛ ବୋଧେ। ଆରେ ଏଇଠି ପୁରା ଖାଲ ଅଛି, ଖୋଳା ହେଇଛି। କ'ଣ ପାଇଁ ଖୋଳା ହେଇଛି କେଜାଣି? ଦେଖିଦେବା କି? ଦେଖିଦେବା। ଖୋଳା ହେଇଛି। ମୁଁ କହୁଛି ନା ସେପଟେ ଯିବାନି। ଏଇଠୁ ମୁଁ ଦେଖିଦେଉଛି କ'ଣ ଗୋଟେ କ'ଣ ନା କ'ଣ ହେଇଥିବ ସେ ଭିତରେ। ଏଠି ବି ମାଠିଆ ଭାଇ ଏଠି ବି ବୋଧେ କ'ଣ ହୁଏ ସେଇଭଳିଆ କିଛି। ପୁରା ଗଣ୍ଡ ଟାଇପ୍ସର କରାହେଇଛି। ହଁ, ସେଠି ପାଣି ବି ଅଛି। ଏଠି ବି କ'ଣ ବୋଧେ ସେଇଭଳିଆ କିଛି କାର୍ଯ୍ୟକ୍ରମ ହେଉଥିବ। ଆଉ ଯିବା ନା ନାହିଁ? ଥାଉ ନା, ହଉ ସେପଟେ ଯିବାନି। ଏଇଭଳିଆ ମାଛ ଛାଡ଼ିଛନ୍ତି ନା? ହଁ ହଁ ହଁ, ତଳକୁ ଦେଖୁଛି କଣ୍ଟା ଫଣ୍ଟା ଥିବ। ଏଇଟା କ'ଣ ବେଲ ଗଛ? ନା ଆମ ଇଏ ଶିଶୁ ଗଛ ନା କ'ଣ କହୁଛି ସେଇଟା? ଓହୋ, ଶିଶୁ। ହଁ, ଆସ। ତ ଏଇ ଘରଟା ହେଉଛି ବୋଧେ, ଯଦି 2-3ଟା ଯଦି ଶବ ଆସେ ତ ଏଇଠି ବୋଧେ ରଖା ହୁଏ ନା। ଏଇଠି ୱେଟିଂ ପାଇଁ ବୋଧେ ଏଇଠି ଶବ ରଖା ହୁଏ। ତାପରେ ସିରିଏଲ୍ ୱାଇଜ୍ ସେମାନଙ୍କୁ ଶବଦାହ କରାହୁଏ। ଆଉ ଏପଟେ କ'ଣ ଅଛି ଟିକେ ଦେଖିଦେବା କି? ଏଇପଟେ ଟିକେ ଦେଖିଦେବା କ'ଣ ଅଛି। ପରିସ୍ରାଗାର। ଏଇଟା ପରିସ୍ରାଗାର। ହଁ ବୋଧେ, ନା ପରିସ୍ରାଗାର ବୋଧେ ପୁରୁଣା ପରିସ୍ରାଗାର ହେଇଥିବ। ମୁଁ ଦେଖିଦେଉଛି। ଆରେ ଇଏଟା କ'ଣ କୁହନ୍ତି, ବାଦୁଡ଼ି ଫଡ଼ ଫଡ଼ କରିକି ପଳେଇଲା। ହଁ, ଏଠି ବାଦୁଡ଼ି ଥିଲା। ଆଉ ଏପଟେ ସବୁ ୱେଟିଂ ଏରିଆ। ହଁ, ଏବେ କ'ଣ ଶବ୍ଦ ହେଉଛି? ସେଇଭଳିଆ ତ ଶବ୍ଦ ହେଉଛି। ସେପଟେ ସାଇଡ଼୍ରେ ବୋଧେ ଅଛି, ଏପଟେ କିଛି ନାହିଁ। ତ ଆସ ଦେଖିଦେବା। ଆରେ ଏପଟେ ପୁଣି ଶବ୍ଦ ହେଉଛି। ଆମେ ତ ଏପଟେ ଦେଇକି ଆସିଲେ। ନା ଆମେ ତ ଏପଟେ ଦେଇକି ଆସିଲେ, ହେଲେ ସେତେବେଳେ ତ ସେପଟେ ଶୁଭା ଯାଉନଥିଲା। ହଁ, ମାନେ ଏପଟେ ସେପଟେ ଉପରେ ବି ମୋତେ ଶୁଭା ହେଉଛି। ପାଣି ହେଇଥିବ ଯେ ଆମେ ତ ସେପଟୁ ଆସିଲେ, ସେତେବେଳେ ସେପଟେ ଶୁଭା ଯାଉନଥିଲା। ଏଇଠି ପହଞ୍ଚିଲା ପରେ ମଝାମଝି ସେପଟେ ଶୁଭା ଯାଉଛି ପାଣିର ଶବ୍ଦ। ଲାଇଟ୍ଟା କ'ଣ ଏମିତି, ଦୀପଟା କ'ଣ ଏମିତି ବେଳେବେଳେ ଜୋରରେ ଜଳି ଯାଉଛି, ବେଳେବେଳେ କମି ଯାଉଛି। ଆରେ ଏଇଟା ସାଉଣ୍ଡ କେମିତି ଉପରେ ବି ଶୁଭା ଯାଉଛି ଯେ ମୋତେ? ତୁମକୁ ଶୁଭା ଯାଉଛି? ସେଇଟା ସେମିତି ହିଁ ଜଳେ ବୋଧେ। ଆଉ
ଆରେ ଦେଖ ଦେଖ, ଆରେ କି ଅଦ୍ଭୁତ କଥା। ଏବେ ଏପଟେ ଶବ୍ଦ ଶୁଣାଯାଉନି, ଏପଟେ ଏପଟେ ଶୁଣାଯାଉଛି ଆଉ ସେପଟେ ଏଠିକି ଜାଣିପାରିବୁ ହଁ ନା? ହଁ ଏମିତି ଲାଗୁଛି ପୁରା। ଏପଟେ ଆଉ ଶବ୍ଦ ନା ଏପଟେ ଶୁଣାଯାଉନି। ଶୁଭାଯାଉନି, ପଛଆଡ଼େ ଶୁଭାଯାଉଛି। ଆରେ କି ଅଦ୍ଭୁତ ଜାଣିଲେ ହୁଁ? ଏଠି ଗୋଟେ ବାସ୍ନା ଅଛି, ଏଠି ରହିଯାଉନି। ସ୍ମେଲ ହଉଛି ନା? ସ୍ମେଲ ହଉଛି ଟିକେ। ଏଠି ରହିଯାଉନି, ଆଗ ଗୋଟେ କଥା। ଏଇଟା ଦେଖିକି ଡରିଗଲି। ମତେ ଏଇଟା ଡରେଇ ଦେଇଛି, ଏଇଟା ଓହୋ, ଲୁଗା ଫୁଗା ରଖିଛନ୍ତି ନା କଣ? ଲୁଗା କାହାର? ଏଇଟା ମାନେ ଏଇ ଯୋଉ ଡାଳରେ ଟିକେ ଟିକେ ଦେଖା ଯାଉଥିଲା ତ, ଦୌଡ଼ିବନି, ଯାହା ହେଲେ ବି ଯାହା ଦେଖିଲେ ବି ଦୌଡ଼ିବନି ହେଲା। ଟିକେ ଡରିଗଲି। ତମେ ଦୌଡ଼ିବ ଯଦି ଛାଡ଼ିକି ଦୌଡ଼ିବନି। ଚାଲ ଚାଲ ସେପଟେ ଯିବା। କିଛି କରିବନି, ଓଃ, ସେଇଠି ଦୌଡ଼ିବ। ଛାତିଟା ଟିକେ ଧକ ଧକ ହେଇଗଲା। ସେଇଟା ମୁଁ ଦେଖିନଥିଲି, ସଡନ୍ ଦେଖିଦେଲି କିଏ ଗୋଟେ ଛିଡା ହେଇଛି ପରିକା ମତେ ଲାଗିଲା। ରାତି ଏତେ ଦିଟା ଯଦି ମଶାଣିକୁ ଯଦି ଭୟ ତ ଲାଗିବ ନା। ହଁ, ଆଉ ବର୍ତ୍ତମାନ ଏଇଠି ହର ହର ମହାଦେବଙ୍କର ମୂର୍ତ୍ତି, ପ୍ରତିମୂର୍ତ୍ତି, ପ୍ରତିଛବି। ହର ହର ମହାଦେବ। ତ ଆସ ଆଉ ଥରେ ସେପଟେ ଟିକେ ବୁଲି ଆସିବା, ଆଉ ଥରେ ସେଇ ଜାଗାକୁ ଯିବା। ଆଉ ହଁ ଏଇଗୁଡ଼ା ରକ୍ତ ଭକ୍ତ ଲାଗିଥିଲା ନା କଣ? ଏଇଟା ରକ୍ତ ଭକ୍ତ ଲାଗିଥିଲା, ହୁଁ ରକ୍ତ ଲାଗିଛି। ହଁ ଏଇଟା ରକ୍ତ ଲାଗିଛି। ଆଉ କାହିଁକି ନା ଏଇଟା ଏଥିପାଇଁ ମାନେ ଡର ଲାଗୁଛି, କାହିଁକି ନା କରୋନା ଟାଇମରେ ବହୁତ ସାରା ଲୋକଙ୍କର ଶବ ଦାହ କରାହେଇଛି। ଆରେ ସେଇଟା କଣଟା? ଟାଙ୍କି ହଁ ହଁ, ଏଇଟା କ'ଣ? ଆରେ ହେଲେଣି ଭାଇ, କ'ଣ ସେଇଟା? ଏଇଟା କ'ଣ ଏମିତି କ'ଣ ଦେଖାଯାଉଛି? ଏଇଟା କ'ଣ? ଏଇଟା କ'ଣ ଅଛି ସତରେ? ସେ ଭୟଙ୍କର ଦେଖାଯାଉଛି କି? କ'ଣଟା? ଭାଇ କଣ୍ଢେଇ ନା କ'ଣଟା ଗୋଟେ? କଣ୍ଢେଇ? ହଁ ବା, ନା କ'ଣଟା? କଣ୍ଢେଇ କ'ଣ ସେମିତି ନା ମ ଦେଖାଯିବ? ଏମିତି କ'ଣ ଦେଖାଯାଉଛି? କଣ୍ଢେଇ ପରିକା ନାହିଁ, କଣ୍ଢେଇ ନୁହଁ। ଆଉ କ'ଣ ଏଠି ରଖାହେଇଛି ଉପରେ? ପାଖରୁ ଦେଖିବା କି? କ'ଣଟା? ମୁଁ ଜାଣି ହିଁ ପାରୁନି କ'ଣଟା? ମୁଁ କିଛି ଜାଣିପାରୁନି। ମାନେ କାହାର ପେଟ ପରିକା ଦେଖାଯାଉଛି ନା? କ'ଣଟା? କ'ଣ ଗୋଟେ ପଡ଼ିଲା। କ'ଣ ଗୋଟେ ପଡ଼ିଲା ନା? ହଁ କ'ଣ ଗୋଟେ ପଡ଼ିଲା। ଏଇ ସାଇଡ଼୍ଟା ତ ଆମେ ବୁଲିନି, ଏ ସାଇଡ଼୍ଟା। ନା ଏପଟେ ଆମେ ବୁଲିନେ। ନା ନା, ଏଇଗୁଡ଼ା କ'ଣ? ଏଇଟା ଯେଉଁ କ'ଣ କୁହନ୍ତି ଆଲୋଭେରା? ନା ନା, ଏଲୋଭେରା ହଁ ଏ ଗଛଟାର ଗୋଟେ ଖାସିୟତ ଅଛି। ଏଇ ଗଛ ଯଦି ମିଳନ ଭାଇ ତୁମ ଘର ଫରରେ ଲଗେଇ, ହଁ, ତା ଫଳକୁ ଆସିବ। ଆଚ୍ଛା ଆଚ୍ଛା। ଏଠି ଠାକୁର। ମୋ ହାତଟା କ'ଣ ପାଇଁ ଏମିତି ମାନେ ନିଆଁରେ ସେକିଲା ଭଳିଆ ଗରମ ଲାଗୁଛି। ହଁ ସତରେ ଗରମ ଲାଗୁଛି। ଲାଗୁଛି ହଁ, ତ? ମୋ ହାତଟାକୁ କିଏ ଗୋଟେ ଧରିଲା ଭଳିଆ ଲାଗୁଛି। ନା ନା, ତ ଦେଖନ୍ତୁ ଏଠି ବୋଧେ ମାତାଙ୍କର, କାଳୀ ମାଙ୍କର ନା ମଶାଣି ଚଣ୍ଡୀ ମାଙ୍କର ଏଠି ପ୍ରତିମୂର୍ତ୍ତି। ତ ମା ସାହା ହୁଅ ମା। ଆମେ ଆସିଛୁ, ଆପଣମାନଙ୍କୁ ଦର୍ଶନ କରିବା ପାଇଁ। ଆଉ ଏଠି ଯେତିକି ଲୋକଙ୍କର ଆତ୍ମା ରହିଯାଇଛି, ସେମାନେ ଭଲରେ ରୁହନ୍ତୁ। ଆଉ ତାଙ୍କର ମଙ୍ଗଳ କାମନା କରିବା ପାଇଁ ହିଁ ଆସିଛୁ। ଆମର ସେଭଳିଆ କିଛି ଉଦ୍ଦେଶ୍ୟ ନାହିଁ। ତ ମା ଲୋ ସାହା ହୁଅ, ଆମକୁ ସୁସ୍ଥରେ ରଖନ୍ତୁ, ଆମେ ଯେମିତି ସୁସ୍ଥରେ ଘରକୁ ଫେରିବୁ। ଏଇଟା ମାଙ୍କର ପ୍ରତିମୂର୍ତ୍ତି। ଏଠି ମାଙ୍କର ପୂଜା ହୁଏ ବୋଧେ ନା? ଏଠି ସବୁ ତୁଳସୀ ନା ନା ତୁଳସୀ ଏଇଠି, ତୁଳସୀ ଏଇଠି। ଏଠି ହର ହର ମହାଦେବ ବି ଅଛନ୍ତି, ସମସ୍ତେ ଏଠି ଅଛନ୍ତି ଦେଖିପାରୁଛନ୍ତି। ଏପଟେ ମହାଦେବ ଅଛନ୍ତି, ସେପଟେ ଆଉ ଏପଟେ ମା ବି ଅଛନ୍ତି। ତ ଏପଟେ ଦେଖିଦେବା। ଏଇଟା କାହାର ପେଣ୍ଟ? କ'ଣ ସେପଟେ ସାଉଣ୍ଡ ହେଉଛି ଗୋଟେ? ଆମେ ଯେତେବେଳେ ଏପଟେ ସେପଟେ ହେଉଛେ, କେଉଁଠି ନା କେଉଁଠି ଗୋଟେ କ'ଣର ସାଉଣ୍ଡ ହେଉଛି। ହଁ, ତ ଏଇପଟେ ଏଇଭଳିଆ ମାଙ୍କର ଆଶୀର୍ବାଦ ନେଇକି ଆମେ
ବର୍ତ୍ତମାନ ଆଉ ଥରେ ସେଇ ଶେଷ ଜାଗାକୁ ଟିକେ ବୁଲିଯିବା, ତାପରେ ଆମେ ରିଟର୍ଣ୍ଣ କରିବା ନା। ଏଇଟା ହେଉଛି ସେଇ ପବିତ୍ର ଜାଗା, ଯେଉଁ ଜାଗାକୁ ଆସିଲା ପରେ ଆଉ ଆମେ ଫେରି ପାରିବା ନାହିଁ। ଏଇଠି ଏଇଟା କଣ? ହଁ, ଏଇଟା ପୁରା ଭୟ ଲାଗେ। ଏଇଟା ଇଏ ପଡ଼ିଛି ଯେଉଁ ଏଇଟା ଏଇଟା ହଁ, ଏଇଟା ମାଡ଼ି ଦେଲି ନା ପାଦରେ। ଏଇଟା ନା, କଣ? ନା, ଏଇଟା ଏଇଟା କ'ଣ ହାତ ଚିହ୍ନ ପରିକା ଲାଗୁଛି? ସେଇଟା ତ ମୁଁ ଜାଣିପାରୁନି ଏଇଟା କଣ। କି ହାତ ଚିହ୍ନ ଏମିତି ଏମିତି କରିଦେଇଛନ୍ତି ବୋଧେ ନା। 1 2 3 4 5 ଆଙ୍ଗୁଠି ଲାଗିଛି, ଏମିତି ହେଇଛି। ତ ସେ ଯାହା ବି ହଉ, ଏଠି ଦୀପ ଲାଗିଛି। ଆଉ ଏପଟେ ଏଇ ଦୀପଟା ରାତି ସକାଳେ ଯାଏଁ ଜଳେ ନା? ହଁ ବୋଧେ, ମୋତେ ସେମିତି ଲାଗୁଛି। ମଶାଣି ଦୀପ ପୁରା ବହୁତ ସକାଳେ ଯାଏଁ ଜଳେ। ଆଚ୍ଛା, ତେଲ ଥାଉ ଆଚ୍ଛା, କି ନଥାଉ। ହଁ ସେ ଜଳିବ ଆଉ। ଏଇଟା ମହାଦେବଙ୍କର ତ ମହାଦେବ ଏପଟେ ପୁରା ଗରମ ଗରମ ଲାଗୁଛି, ଗରମ ଏଠି ଲାଗୁଛି। ଗରମ ଲାଗୁଛି ନା? ସତ କହିବୁ ପୁରା ଗରମ ଲାଗୁଛି। ଏଇ ଜାଗାଟା ପୁରା ଟୋଟାଲ ଗରମ ନା? ଲାଗୁଛି। ହଁ, ମାନେ ବାହାରେ ଥଣ୍ଡା ଲାଗୁଛି କିନ୍ତୁ ଏଇ ଏଠି ଜାଗାଟା ଗରମ ଲାଗୁଛି। ନା ଆକ୍ଚୁଆଲି ଆଜି ହିଁ ସବଦାହ କରାହେଇଛି ବୋଧେ, ସେଇ ପାଇଁ ଗରମ ଲାଗୁଛି ନା? ଆଉ ଏଠିକାର ବାସ୍ନା ବି କହିବି ଟିକେ ନାହିଁ। ଅଲଗା। କେମିତି କହିଲ? ନା ନା, କୁହନି କୁହନି। ଭଲ ହିଁ। ଆମର ଘିଅ ନାହିଁ କି, ହୁଁ ଘିଅ ଭଳିଆ। ହୁଁ। ତ ବର୍ତ୍ତମାନ ଏଇଭଳିଆ ଆମେ ଏକ୍ସପ୍ଲୋର କରୁ। ଆଉ ଡର ବି ଲାଗୁଛି, କେଉଁ ଜାଗାରେ କିଛି ସାଉଣ୍ଡ ଆସୁଛି ପଛଆଡ଼ୁ, ତ ଆହୁରି ଟିକେ ଡରଟାକୁ ଆହୁରି ଦ୍ୱିଗୁଣ କରିଦେଉଛି। ସାଉଣ୍ଡ ହଉଛି। କୁକୁର କାନ୍ଦିଲେ। କୁକୁର ସବୁବେଳେ କାନ୍ଦିଲେଣି। ଏଇ ଜାଗାଟା ପ୍ରପରଲି ତମେ ଯୋଉ ଜାଗାରେ ଠିଆ ହେଇଛ, ହଁ, ତମେ ତ ସକ୍ସ ପିନ୍ଧିଛ, ମୁଁ ଖାଲି ପାଦରେ ଅଛି, ମତେ ଗରମ ଲାଗୁଛି ଏଇ ଜାଗାଟା ଟୋଟାଲ। ନାଇଁ ମୋତେ ବି ଗରମ ଲାଗୁଛି। ଆରେ ଏପଟେ ମିଳିଲା ନାହିଁ। ଏପଟେ ଆସିଲେ କଣ ଅଛି? ଏପଟେ ଆଉ କିଛି ନାହିଁ। ଏଇଟା ଟିକେ ଦେଖେଇ ଦିଅ। ଏଇଟା ହେଉଛି ସେଇ କାଠ। ଏଠି ଟିକେ ଆଣିଲ। ଏଇଟା ହେଉଛି ସେ କାଠ ଯେଉଁ ମାନେ ଡେଡ୍ ବଡି ଯେତେବେଳେ ଠିକ୍ ସେ ପୋଡ଼ିବନି, ସେଟାକୁ ଏଇଥିରେ କେଞ୍ଚି ଦିଅନ୍ତି ନା? କାଠର ନାଁ ଜାଣିଛ କଣ? ନାଇଁ, ମୁଁ ଜାଣିନି। ଏଇଥିରେ ତାକୁ କରାହୁଏ। ତ ଆମର ଯେଉଁ ହାର୍ଟ ଜିନିଷଟା, ଯେଉଁ ହାର୍ଟ ପର୍ସନଟା ମାନେ ଜଲ୍ଦି ପୋଡ଼େ ନାହିଁ, ତ ସେଇଟାକୁ କେଞ୍ଚିକି ତାକୁ ପୋଡ଼ାଯାଏ। ଏଇଥିରେ ସେ କେଞ୍ଚନ୍ତି। ହଁ, ଏଇଟା ହେଉଛି ଆମର ଶେଷ ଜାଗା ନା? ଏଇଠି ଶୋଇଲା ପରେ ଆଉ ଆମେ ଉଠିବାନି। ଏଇଠୁ ଡାଇରେକ୍ଟ ଶୋଇଲା ପରେ ଆମେ ଡାଇରେକ୍ଟ ସ୍ୱର୍ଗକୁ କିମ୍ବା ନର୍କକୁ ଯିବା। ତ ଦେଖନ୍ତୁ, ଫାଇନାଲି ଆମେ ସେଇ ଜାଗାକୁ ପହଞ୍ଚିଲୁ। ମାନେ ବହୁତ ସାହସ ବାନ୍ଧିକି, ବହୁତ କଷ୍ଟରେ ଆମେ ଆସି ପହଞ୍ଚିଛୁ। କାହିଁକି ନା ଏଠି ବହୁତ ଲୋକଙ୍କର ଆମ ଯେଉଁ ଟ୍ରେନରେ ଯେଉଁ ଆକ୍ସିଡେଣ୍ଟ ହେଲା, ତ ସେଇଠି ବାହାନଗାରେ ଯେଉଁ କେତେ ମାନେ ନିରୀହ ଲୋକ, ମାନେ କେତେ ଛୋଟ ପିଲା, ବଡ଼ ପିଲା, ବହୁତ ବଡ଼ ବଡ଼ ସ୍ୱପ୍ନ ନେଇକି ସେମାନେ ଯାଉଥିଲେ ଚେନ୍ନାଇ, ହାଇଦ୍ରାବାଦ। ନିଜର ଫ୍ୟାମିଲିକୁ ନେଇକି ଯାଉଥିଲେ। ସେଇ ଟାଇପ୍ର ଲୋକମାନଙ୍କର ସବୁ ଦାହ ଏଠି କରାହେଇଛି। ବହୁତ ସାରା ଏଠି ଆତ୍ମା ଯୋଉମାନେ ବି ଆମ ପାଖରେ ରହିଯାଇଥିବ। ଅଛନ୍ତି, ତାଙ୍କ ଆତ୍ମାକୁ ଆଉ ଥରେ ଆମେ ସଦ୍ଗତି ପାଇଁ ଆମେ ପ୍ରାର୍ଥନା କରୁଛୁ। ଆଉ ଯେଉଁମାନେ ଅତୃପ୍ତ ହେଇକି ଅଛନ୍ତି, ତ ସେମାନେ ବି ବହୁତ ଜଲ୍ଦି ଶାନ୍ତି ପାଆନ୍ତୁ, ବହୁତ ଜଲ୍ଦି ପୁନର୍ଜନ୍ମ ପାଆନ୍ତୁ, ସେଇଟା ହିଁ ଆମେ କାମନା କରୁଛୁ। ଲାଗିବ ତ ସେଇଟା ହିଁ। ଆଉ ଏପଟେ ହଁ, କ'ଣ ଦେଖେଇବୁ? ଏଇ ମାଟିରେ ଯିଏ ବି ଆସିବ, ଧୁକ୍ ଧୁକ୍ ନିହାତି ତ ଲାଗିବ। ଆରେ ଏଟା ଗୋଟେ ଶ୍ମଶାନ ହେଲା, ଆଉ ସମସ୍ତେ ଏଠିକି ଡରନ୍ତି ଆସିବା ପାଇଁ। ହେଲେ ଆମେ ବି ଡରୁଛୁ, କିନ୍ତୁ କ'ଣ କରିବା? ସେଇ ଶେଷ ନିଶ୍ୱାସ ପରେ ଆମେ ଏଠିକୁ ହିଁ ଆସିବୁ। ତ ଆଉ ଏତେ ଡର, ମାନେ ଏତେ ଡରିକି ଆଉ କ'ଣ ମିଳିବ? ତ ଡର ଭୟ, ବେଶୀ ଡରେଇଲେ ପୁଣି ଦୁନିଆ ଆମକୁ ବେଶୀ ଡରେଇବ। ତ ଆମେ ସେପଟେ ଏତେ ଇଏକୁ ଯାଉନି। ସେପଟେ ପୂଜା ହେଉଛି, ଏତେ ଭିତରକୁ ଯାଉନି ହେଲା। ତ ଆଉ କ'ଣ ଦେଖିବା? ଆଉ ତ ସରିଗଲା ଏଇଭଳିଆ। ଆମେ ଯେତେବେଳେ ଷ୍ଟାର୍ଟିଂ ଆସିଥିଲେ, କୁକୁର ଭୁକୁଥିଲେ ପ୍ରବଳ। ଏକ ପୁରା ଶୋଇ ପଡ଼ିଲା। ନାଇଁ, ସେତେବେଳେ ବୋଧେ କୁକୁର ଆମକୁ ମାନେ କ'ଣ, ସିଏ ଅଲଗା ଭାବିକି ସେ ବୋଧେ ଭୁକୁଥିଲା କି କିଏ
ଅଲଗା ଆତ୍ମା ପ୍ରେତାତ୍ମା କିଏ ଯଦି ଆସୁଥିବେ। ଦୁଇଟା ଭିତରେ ଗୋଟେ ଗୋଟେ ଏବେ ଦେଖ କେତେ ଶାନ୍ତିରେ ଶୋଇ ପଡ଼ିଛି। କୁକୁର ପୁରା ଶାନ୍ତିରେ ଶୋଇଛି। ଇଏ ଅଛି ବୋଲି ଟିକେ ନା ଆମକୁ ପଜିଟିଭ ନାଇଁ ନାଇଁ ମୁଁ କିଛି କରୁନି। ଆସ 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 ଟିକେ ଆଉଁସି ଦେବି। ଆସ ଆସ ଆଉଁସି ଦେବି। ଆସ 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 ଆରେ ବାବା ଆସ ମୁଁ ଆଉଁସି ଦେବି ଟିକେ। ଏବେ ଶାନ୍ତିରେ ଶୋଇଥିଲା ମୁଁ ତାକୁ ଆଉଁସିବା ବାହାନାରେ ଆସିଥିଲି ଯେ ସିଏ ଉଠି ପଡ଼ିଲା। ସରି ଶୋଇପଡ଼ 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 ଆସ ଶୋଇପଡ଼ ଶୋଇପଡ଼ ଶୋଇପଡ଼। ଥାଉ 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 ତାକୁ ଡିଷ୍ଟର୍ବାନ୍ସ ହେଇଗଲା। ହଁ ସେଇଠି ଶୋଇପଡ଼। ହଁ ସେଇଠି ଆମର ଜୋତା ରହିଗଲା। ଆରେ ବାବା ଶୋଇପଡ଼ ଆମେ ଡିଷ୍ଟର୍ବ କରିଦେଲୁ ସରି। ଏଇଠି ଶୋଇପଡ଼ ଆସ। ସ୍ନାନ ଦେବତା ତ ଏଇଭଳିଆ ଥିଲା ଆଜିର ଏକ୍ସପିରିଏନ୍ସ। ଆଉ ସେପଟେ ଟିକେ ଦେଖିଦେବା କ'ଣ ଅଛି। ହଁ ସେପଟେ ତ ଆମେ ଯାଇଥିଲେ। ଆରେ ଆରେ ବାବରେ ସେ ପୁରା ମଝିକୁ ପଳେଇଗଲା। ସେଠି ପଳେଇଲା। ସେଠି ଅଛି ନା ସେଠିକି ପଳେଇଲା। ଏଇଠିକି ସେଠିକି ପଳେଇଛି। ହଁ ସିଏ ତାର ଜାଗା ସେଇଟା ଆଉ। କିନ୍ତୁ ମିଲନ ଭାଇ ଗୋଟେ କଥା ତମେ ନୋଟିସ୍ କରିନ, ଆମେ ଯେତେବେଳେ ପଶି ଆସିଲେ ହେଲା ଆମ ସହିତ ମତେ ଲାଗୁଛି ପ୍ରେତାତ୍ମା ଗୋଟେ ପଶି ଆସିଥିଲେ। ସେ ପାଇଁ କୁକୁର ଭୋକିଲା ମାନେ ଯାହାକୁ ଦେଖନ୍ତି ଅଯଥାରେ ଭୁକନ୍ତି। ଆମେ ଯେତେବେଳେ ଗେଟ୍ରେ ଏଣ୍ଟ୍ରି କଲେ ହେଲା ମତେ ଲାଗୁଛି ଆମେ ଯେତେବେଳେ ଗେଟ୍ରେ ଏଣ୍ଟ୍ରି କଲେ ମତେ ଲାଗେ ବେଳେବେଳେ ଆମ ଏଇଠି କି ଏଇଠି ମୁଣ୍ଡରେ ଚଢିକି ଆସନ୍ତି ପ୍ରେତାତ୍ମା ଗୁଡା। ଆଚ୍ଛା ଆଚ୍ଛା। କାହିଁକିନା ଆମେ ତ ସବୁ ହଣ୍ଟେଡ୍ ଜାଗା ବୁଲୁଛେ ନା ସବୁ ଜାଗାରେ ମତେ ସେଇ ଲାଗୁଛି। କିନ୍ତୁ କୁକୁର ଆମେ ଆସିଲା ବେଳକୁ ଭୁକିବ କ'ଣ ପାଇଁ? ସେଇ ତ ଆରେ ସିଏ ତ ଜାଣିଛି ଇଏ ମାନେ ତ ମଣିଷ କ'ଣ ପାଇଁ ଭୁକିବ ସେଇଟା ବି ମୁଁ ଜାଣିପାରୁନି। ତ ହେଇଥିବ ସେମିତି ମତେ ଲାଗୁଛି। ତାପରେ କିଛି ସମୟ ପରେ ଦେଖିବ ସିଏ ପୁରା ବନ୍ଦ ହେଇଗଲା ଚୁପ୍। ଏବେ ଦେଖ ପୁରା ତମେ ଖେଳିଲ ତା ଏବେ ତ ପୁରା ଚୁପଚାପ ପୁରା ଚୁପଚାପ। ତ ସେଇଟା ହେଇପାରେ ସେମିତି ବି ହେଇପାରେ। ସେ ଜାଣୁଛନ୍ତି ଯେ ନାଇଁ। ଆଉ ଦେଖ କୁକୁର ମାନଙ୍କର ତାଙ୍କର ସେନ୍ସ ବହୁତ ମାନେ ବହୁତ ଷ୍ଟ୍ରଙ୍ଗ। ସେମାନେ ନେଗେଟିଭ ଏନର୍ଜିକୁ ବହୁତ ଜଲ୍ଦି ସେମାନେ ଦେଖିପାରନ୍ତି, ଶୁଣିପାରନ୍ତି, ମେହସୁସ କରିପାରନ୍ତି। ତ ସେଇଭଳିଆ ଆମ ବଡିରେ ବି ଯଦି ସେଇଭଳିଆ କିଛି ନୋଟିସ୍ କରିଛ କି ନାଇଁ, ଆମେ ଯେତେବେଳେ ନୂଆ ନୂଆ ଯୋଉ ହଣ୍ଟେଡ୍ ବ୍ଲକ୍ ଷ୍ଟାର୍ଟ କଲେ କିଛି ଦିନ ପରେ ମୁଁ ଆମ ଗାଁ ଗହଳିରେ ବି ଗଲାବେଳେ ଦିନରେ କ'ଣ ରାତିରେ କ'ଣ କୁକୁର ଖାଲି ମତେ ଦେଖିଲେ ଭୁକିଲେ କ'ଣ ପାଇଁ ମୁଁ ଜାଣିପାରିଲିନି। ତାହେଲେ ଏଇଠୁ ସ୍ପଷ୍ଟ ଜଣାପଡ଼ୁଛି କି ଆମ ବଡ଼ିରେ ବି ମାନେ ପ୍ରେତାତ୍ମା ଆତ୍ମା ଗୁଡ଼ା ମାନେ ଘୁରି ବୁଲୁଛି। ଯଦିଓ ଆମକୁ କ୍ଷତି ପହଞ୍ଚାଉନାହାନ୍ତି ତଥାପି ଆମେ ସେଇଭଳିଆ ଲୋକେସନକୁ ଯାଉଛୁ ନା, ତ ମେ ବି ସେମାନେ ଥାଇପାରନ୍ତି। କିଛି ସିନା କ୍ଷତି ସିନା ପହଞ୍ଚାଉନାହାନ୍ତି କିନ୍ତୁ ସେଇଟା ହିଁ ସବୁଠୁ ବଡ଼ କଥା କି କୌଣସି ଜାଗାରେ ଯେଉଁ ହଣ୍ଟେଡ୍ ପ୍ଲେସ୍କୁ ଆମେ ଯାଇଛୁ କୌଣସି ଜାଗାରେ ସେଭଳିଆ ଆମର ଅସୁବିଧା ହେଇନି। ଆଉ ସମସ୍ତେ ହିଁ ସାଥ ଦେଇଛନ୍ତି। ଆପଣମାନଙ୍କର ସାଥ ସହିତ ଭଗବାନ ମହାଦେବ ଜଗନ୍ନାଥ ସମସ୍ତଙ୍କର ପ୍ରଭୁ ଜଗନ୍ନାଥ ପ୍ରଭୁ ଲିଙ୍ଗରାଜ ସମସ୍ତଙ୍କର ଆଉ ହର ହର ମହାଦେବ ତ ସବୁବେଳେ ଅଛନ୍ତି। ତ ସମସ୍ତଙ୍କର ଆଶୀର୍ବାଦରେ ଆମର ସବୁ ଠିକ୍ ଠାକ୍ ଚାଲିଛି। ଆଉ ଏମିତି ହିଁ ସମସ୍ତେ ଆଉ ଏଠି ବି ମା ଅଛନ୍ତି, ସେ ବି ଆଶୀର୍ବାଦ ଦେଉଛନ୍ତି। ସମସ୍ତଙ୍କ ଆଶୀର୍ବାଦରେ ହିଁ ଆମେ ଆଗକୁ ଯିବୁ। ଏଇଭଳିଆ ହଣ୍ଟେଡ୍ ଲୋକେସନ୍କୁ ଯାଇକି ଆପଣମାନଙ୍କ ପାଇଁ ଭଲ ଭଲ ଭିଡ଼ିଓ ତିଆରି କରିବୁ। ଡର ଲାଗେ, ଡର ଲାଗିଲେ ବି ଆଉ କ'ଣ କରିବା। ଯେତିକି ଡରିବା ଦୁନିଆ ସେତିକି ଆମକୁ ଡରାଇବ। ତ ଡର ଭୟ ଛାଡ଼ିକି ଆମକୁ କାମ କରିବାକୁ ପଡ଼ିବ, ଆଗକୁ ଯିବାକୁ ପଡ଼ିବ। ତାହେଲେ ଆଉ କ'ଣ, ଆଉ ତ ଆସିଗଲୁ ସବୁ ଏକ୍ସପ୍ଲୋର୍ କରୁ। ଆଉ ଡର ବି ଲାଗିଲା, ଆଉ ମୋତେ ଡର ଲାଗିଲା, ଆଉ ଖୁସି ବି ମୋତେ ଲାଗିଲା ଯେହେତୁ ସେଇଠି ମା ମଶାଣୀ ଚଣ୍ଡୀ ବୋଧେ ମଶାଣୀ ଚଣ୍ଡୀ ସେଇଠି ବିରାଜମାନ କରିଛନ୍ତି। ଆଉ ମା ମଶାଣୀ ଚଣ୍ଡୀ ସେଠି ବିରାଜମାନ କରିଛନ୍ତି। ସେଠି ସମସ୍ତେ ଅଛନ୍ତି, ମହାଦେବ ଅଛନ୍ତି, ମା ଅଛନ୍ତି, ଆହୁରି ବହୁତ ସାରା ସେଠି ଅଛନ୍ତି। ତାଙ୍କର ଆଶୀର୍ବାଦ ଆମ ପାଖରେ ରହିଥାଉ। ଆଉ ଠିକ୍ ଅଛି, ଆଉ ତ ସେମିତି କିଛି ନାହିଁ। ତ ଦର୍ଶକ ବନ୍ଧୁ ଆମର ଏବେ ସମୟ ହେଇଯାଇଛି। ବର୍ତ୍ତମାନ ଆମେ ମଶାଣୀ ଭୂଇଁରୁ ବାହାରକୁ ଯାଉଛୁ।
तो ब्लॉग आपन को केमती लागला आपण मानकर मूल्यवान मतामत कमेंट बॉक्स निहाती जणेबे आउ ब्लॉग भलो लागिथिले निश्चित भाव शेयर करेंगे वीडियो लाइक करेंगे आमको मोटिवेट करने चैनल को मध्य सब्सक्राइब करिकी आगो को नेबे बोले आम आशा प्रकाश करुचु ठीक अच्छे आज ब्लॉग को ताहले एठी समाप्त करदेवा समस्ते भलरे रुहंतु आ गोटे देखा हबा आ गोटे भल हंटेड जगार हंटेड ब्लॉग सहित तेबे समस्त को गुड नाइट आउ भलरे समस्ते रुहंतु।